କବିସୂର୍ଯ୍ୟନଗର ରାଜନୀତି କେମିତି କ'ଣ ଚାଲିଛି? ଆପଣମାନେ ଦେଖୁଛନ୍ତି ପ୍ରତ୍ୟେକ ଦିନ ଚର୍ଚ୍ଚାରେ ଅଛି। କିନ୍ତୁ ଆପଣଙ୍କ ଚର୍ଚ୍ଚାଟା ଟିକେ କମିଯାଇଛି ଯେ? ହଁ, ନିଶ୍ଚିତ ଭାବେ କମିଛି। କାହିଁକି? ମୁଁ ଟିକେ ବିଭିନ୍ନ ବ୍ୟବସ୍ଥା ଟିକେ ଦୂରେଇ ଅଛି। କାରଣ କ'ଣ? ସେମିତି କିଛି କାରଣ ନାହିଁ। ଦଳ ଉପରେ କ'ଣ ଅଭିମାନ କରିଛନ୍ତି? ନାଇଁ, ଅଭିମାନ ନୁହଁ। ଦଳ ଯେହେତୁ 2 ଜଣଙ୍କୁ ଟିକେଟ୍ ଦେଇଛି, ସେମାନେ ସାଂଗଠନିକ ଦାୟିତ୍ୱ ନେବା କଥା। ପ୍ରତିଦିନ କାମ କରୁଛନ୍ତି। କାମ କରୁ, ଯାହା ସମସ୍ୟା ଆସେ ପ୍ରତିଦିନ କାମ କଲେ ସମସ୍ୟା ଆସିଲେ କାମ କରୁ। ବିଜୁ ଜନତା ଦଳରେ ସାମିଲ ହେଲେ କିନ୍ତୁ ଟିକେଟ୍ ପାଇଲେନି। ଟିକେଟ୍ ଆଶାରେ ଥିଲେ ନା ନାହିଁ? ନାଇଁ, ଟିକେଟ୍ ଆଶାରେ ନୁହଁ। ଟିକେଟ୍ ମୁଁ ଇଏ ଥିଲେ, କିନ୍ତୁ କୌଣସି କାରଣବଶତଃ ଦଳ ନିଷ୍ପତ୍ତି କଲା ଯେ କଣ୍ଟିନ୍ୟୁ କରିବା ପାଇଁ। ତ ଆମେ ବି, ମୁଁ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ମୁଁ ଦଳର ଯାହା ନିଷ୍ପତ୍ତି ମାନିଲି ମୁଁ ଦଳ ପାଇଁ। ନମସ୍କାର, ନ୍ୟୁଜ୍ ୱିଥ୍ ଅସିତକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୋ ସହିତ ଆଲୋଚନା କରିବା ପାଇଁ ଅଛନ୍ତି କବିସୂର୍ଯ୍ୟନଗରର ଚର୍ଚ୍ଚିତ ଚେହେରା, ବିଜୁ ଜନତା ଦଳର ବରିଷ୍ଠ ନେତା ରଞ୍ଜନ ପଲେଇ। ରଞ୍ଜନ ବାବୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ତ ସ୍ୱାଗତ। କେମିତି ଅଛନ୍ତି ଆପଣ? ପ୍ରଥମେ ବହୁତ ଭଲ ଅଛି। କବିସୂର୍ଯ୍ୟନଗର ରାଜନୀତି କେମିତି କ'ଣ ଚାଲିଛି? କବିସୂର୍ଯ୍ୟନଗର ରାଜନୀତି ତ ଆପଣମାନେ ଦେଖୁଛନ୍ତି ପ୍ରତ୍ୟେକ ଦିନ ଚର୍ଚ୍ଚାରେ ଅଛି। କିନ୍ତୁ ଆପଣଙ୍କ ଚର୍ଚ୍ଚାଟା ଟିକେ କମିଯାଇଛି ଯେ? ହଁ, ନିଶ୍ଚିତ ଭାବେ କମିଛି। କାହିଁକି? ମୁଁ ଟିକେ ବିଭିନ୍ନ ବ୍ୟବସ୍ଥା ଟିକେ ଦୂରେଇ ଅଛି। କାହିଁକି? କାରଣ କ'ଣ? ନାଇଁ, ସେମିତି କିଛି କାରଣ ନାହିଁ। ଯେହେତୁ ବିଜୁ ଜନତା ଦଳ ଟିକେଟ୍ 2 ଜଣ ଦେଲେ, ତାଙ୍କୁ ସାଂଗଠନିକ ଦୃଷ୍ଟିରୁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଁ କୌଣସି ପ୍ରକାର ବିଶୃଙ୍ଖଳିତ ଲୋକ ନୁହଁ। ମୁଁ ବିଶୃଙ୍ଖଳ କରିବାକୁ ଚାହୁଁନି। ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଉଛି ସେତେବେଳେ ଆମେ କାମ କରୁଛୁ, କି ଦଳର ଯାହା କାର୍ଯ୍ୟକ୍ରମ କମିଶନର ଆମେ କାମ କରୁଛୁ, କିନ୍ତୁ ସମସ୍ତଙ୍କୁ ନେଇ କାମ କରିବାକୁ ପଡ଼ିବ। ଦଳ ଉପରେ କ'ଣ ଅଭିମାନ କରିଛନ୍ତି? ନାଇଁ, ଅଭିମାନ ନୁହଁ। ଦଳ ଯେହେତୁ 2 ଜଣଙ୍କୁ ଟିକେଟ୍ ଦେଇଛି, ସେମାନେ ସାଂଗଠନିକ ଦାୟିତ୍ୱ ନେବା କଥା। ଯେଉଁଠି ପାରୁନି, କି ଯେଉଁଠି ସେମାନେ ସହଯୋଗ ମାଗୁଛି ଆମେ ଦେଇଛୁ। କବିସୂର୍ଯ୍ୟନଗରରେ ଆଗାମୀ ଦିନରେ ଆପଣଙ୍କ ରୋଡମ୍ୟାପ୍ଟା କ'ଣ? ତ କମିଶନର ରୋଡ୍ ମ୍ୟାପ୍ ଭିତରେ ଜନସାଧାରଣ ପାଖରେ ଆମେ ଅଛୁ ଓ ଆଗାମୀ ଦିନରେ ମଧ୍ୟ ରହିବୁ। କେମିତି କ'ଣ କାମ କରୁଛନ୍ତି ପ୍ରତିଦିନ? ପ୍ରତିଦିନ ଦେଖନ୍ତୁ, ଲୋକଙ୍କ ଯେଉଁ ସମସ୍ୟା ଅଛି, ମୋ ଅଞ୍ଚଳରେ ଥାଇବା ନଥାଏ, ଯାହା ଟେଲିଫୋନ୍ ମାଧ୍ୟମରେ ହଉ, ବ୍ୟକ୍ତିଗତ ଭାବେ ଯାହା ଆମେ କାମ କରୁଛୁ, ତା ସହିତ ଲୋକଙ୍କର ଯେଉଁ ସମସ୍ୟା ଅଛି ଆମେ ଅଫିସିଆଲି ବିଡ଼ିଓଙ୍କୁ ହଉ, ତହସିଲଦାର ହଉ, IAS ହଉ, ଯାହା ଲୋକଙ୍କର ଯେଉଁ ଏ 3ଟା ବିଶେଷ କାମ, ବ୍ଲକ, ଥାନା, ତହସିଲ, ଏ କାମ ପ୍ରତିଦିନ କାମ କରୁଛନ୍ତି। କାମ କରୁ, ଯାହା ସମସ୍ୟା ଆସେ ପ୍ରତିଦିନ କାମ କଲେ ସମସ୍ୟା ଆସିଲେ କାମ କରୁ, ଲୋକଙ୍କର ସମସ୍ୟା ଆସେ ତାକୁ ସମାଧାନ କରିବାକୁ ଚେଷ୍ଟା କରୁ। ଆପଣ ବିଜେପିରେ ଥିଲେ, ବିଜୁ ଜନତା ଦଳରେ ସାମିଲ ହେଲେ କିନ୍ତୁ ଟିକେଟ୍ ପାଇଲେନି। ଟିକେଟ୍ ଆଶାରେ ଥିଲେ ନା ନାହିଁ? ନାଇଁ, ଟିକେଟ୍ ଆଶାରେ ନୁହଁ। ଟିକେଟ୍ ମୁଁ ଇଏ ଥିଲେ, କିନ୍ତୁ କୌଣସି କାରଣବଶତଃ ଦଳ ନିଷ୍ପତ୍ତି କଲା ଯେ କଣ୍ଟିନ୍ୟୁ କରିବା ପାଇଁ। ତ ଆମେ ବି, ମୁଁ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ମୁଁ ଦଳର ଯାହା ନିଷ୍ପତ୍ତି ମାନିଲି ମୁଁ ଦଳ ପାଇଁ କାମ କଲି। କିଏ କାଟିଦେଲା ବୋଲି ଆପଣ ଭାବୁଛନ୍ତି ଟିକେଟ୍? ମୁଁ ଶୁଣନ୍ତୁ, ଆପଣ କେବେ ଦାବି କରିନାହାନ୍ତି ଦଳ ପାଖରେ ଯେ ମୁଁ ଟିକେଟ୍ ପାଇବା ପାଇଁ ଯୋଗ୍ୟ? ମୁଁ ଯେତେବେଳେ ଫେରିଲି ବିଜେପିରୁ ବିଜେଡି, ଦଳର ପ୍ରତିଶ୍ରୁତି ଫେରିଥିଲି ନା। ପ୍ରତିଶ୍ରୁତିଟା କୌଣସି କାରଣରୁ ଫେଲ୍ ହେଇଛି ସତଟା, ତାହେଲେ ଆମେ ଅସନ୍ତୁଷ୍ଟ ବି ନୁହଁ। ଲତିକା ପ୍ରଧାନଙ୍କ ସହ ସମ୍ପର୍କ କେମିତି? ବହୁତ ଭଲ। ଯେତେବେଳେ ଆବଶ୍ୟକତା ପଡ଼ୁଛି ଆପଣ ସଂଗଠନ କରୁଛନ୍ତି ଏକାଠି ହେଇକି? ଏକାଠି କାମ। ଏବେ ଲତିକା ପ୍ରଧାନ ବି ଚର୍ଚ୍ଚାକୁ ଆସିଲେ, ଦଳ ବିରୋଧରେ ବୟାନ ଦେଲେ। ଆପଣଙ୍କ ପାଇଁ ଆଗାମୀ ଦିନରେ ଗୋଟେ ବଡ଼ ରାସ୍ତା ଖୋଲିଲା ବୋଲି କୁହାଯାଇପାରିବ କି? ନାଇଁ, ରାସ୍ତା ମୋ ପାଇଁ ଖୋଲା ଅଛି। ଯେହେତୁ ସେଇଟା ମୋର ନିଜର କିନ୍ତୁ ଆପଣ ଟିକେଟ୍ ପାଇନାହାନ୍ତି ନା? ମୋର ନିଜ ଜନ୍ମମାଟି, ସେଠି ମୁଁ ଛାତ୍ର ରାଜେନ୍ଦ୍ର ଆସିକି ଆଜି ସେ ପହଞ୍ଚି, ଯଦି ମୋର ସଫଳତାରେ କାହାର ଶ୍ରେୟ ଥାଏ ତାହେଲେ କମିଶନର ନିର୍ବାଚିତ ଆଉ କମିଶନର ମାଟି ମୋ ପାଇଁ ମୋର ସାଙ୍ଗସାଥି, ବିଜୁ ଜନତା ଦଳ କର୍ମୀ, ମୋର ଶୁଭେଚ୍ଛୁ ଏବଂ ମୋର ଯେଉଁମାନେ ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତଙ୍କର ସହଯୋଗ ଆଶୀର୍ବାଦ। ଲୋକପ୍ରିୟତା ଅଛି କିନ୍ତୁ ସୁଯୋଗ ମିଳିଲାନି। ଯେହେତୁ ବୋଧେ ସମୟ ଆମକୁ ସାଥ ଦେଲାନି, ମୁଁ ଭାବୁଛି। ନହେଲେ ଆଜି ସମୟ ଆମକୁ ଯଦି ସୁଯୋଗ ମିଳିଥାନ୍ତା ତାହେଲେ ଗଞ୍ଜାମ ନାହିଁ, ଓଡ଼ିଶା ରାଜନୀତି ପରିବର୍ତ୍ତନ ହେଇଥାନ୍ତା। ତାହେଲେ ଦୃଢ଼ ନିଶ୍ୱାସ 2029 ଆଗକୁ କ'ଣ ରୋଡ୍ ମ୍ୟାପ୍ ଦଳ ପାଖରେ ଦାବି କରିବେ? ଟିକେଟ୍ ନେବେ? ଦାବି କରିବାର କିଛି କାରଣ ନାହିଁ। ଦଳ ତ ପ୍ରତିଶ୍ରୁତି ଦେଇଛି, ବିଗତ ଦିନ ଦେଇଥିଲେ। ସେ ପ୍ରତିଶ୍ରୁତି, ବିଗତ ଦିନର ପ୍ରତିଶ୍ରୁତି ତ ଫେଲ୍ ମାରିଗଲା। ପୁନରାବୃତ୍ତି ହେବ ବୋଲି ମୁଁ ଆଶା କରୁନି। ନିଶ୍ଚୟ ଆମକୁ ସୁଯୋଗ ଦେବ ବୋଲି ଆଶା ଅଛି। ଗଞ୍ଜାମର ଚର୍ଚ୍ଚିତ ଚେହେରା, ହେଭିୱେଟ୍ ନେତା
ସ୍ୱର୍ଗତ ରାମକୃଷ୍ଣ ପଟ୍ଟନାୟକ ସହ ଆପଣଙ୍କ ଲିଙ୍କ କେମିତି କ'ଣ ଥିଲା ମାନେ ପଲିଟିକାଲ କ୍ୟାରିୟର କେମିତି ଆରମ୍ଭ ହେଲା? ପଲିଟିକାଲ କ୍ୟାରିୟର ଶୁଣ ରାମକୃଷ୍ଣଙ୍କ କଥା କହୁଛନ୍ତି ଆମର ବ୍ୟକ୍ତିଗତ ବହୁତ ଭଲ ସମ୍ପର୍କ ଥିଲା ବିଗତ ଦିନରେ। ମୁଁ ଛାତ୍ର ରାଜନୀତି ଆସିଛି, ମୁଁ ଛାତ୍ର ଆସିଲି ବ୍ରହ୍ମପୁର ୟୁନିଭର୍ସିଟି ଜେନେରାଲ ଥିଲି 2004 ମୁଁ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ। 2008ରୁ 2017 ପର୍ଯ୍ୟନ୍ତ ବିଜୁ ଜନତା ଦଳ ରାଜ୍ୟ ଜିଲ୍ଲା ସଭାପତି ବିଜୁ ଯୁବ ଜନତା ଦଳ। ତା ସହିତ ବିଜୁ ଜନତା ଦଳ ବି ମୋତେ ସରକାର ଥିଲାବେଳକୁ 2011 କର୍ପୋରେସନ ଚେୟାରମ୍ୟାନ୍ କରିଥିଲେ ଏବଂ 2017ରେ ମୁଁ ବିଜୁ ଜନତା ଦଳ ଛାଡ଼ିଲି। କାହିଁକି ଛାଡ଼ିଲେ? ଛାଡ଼ିଲେ ସେଇଟା ଦଳୀୟ କନ୍ଦଳ, ଦଳୀୟ ବିଶୃଙ୍ଖଳା ଯେତେବେଳେ ସେ ସମୟରେ ଯେଉଁମାନେ ଦାୟିତ୍ୱ ଥିଲେ ସେମାନେ ବହୁତ ଜାଗାରେ ଆମ ଅବହେଳା କଲେ। ଆଚ୍ଛା, ଯାହାଫଳରେ ମୁଁ ସେ ସମୟରେ ଦଳ ଛାଡ଼ିବାକୁ ଅଭିମାନ କରି ଦଳ ଛାଡ଼ିଥିଲେ, ପୁଣି ଫେରିଲେ ଦଳକୁ। ତାହେଲେ ଆପଣ ଯେତେବେଳେ ବିଜେପିକୁ ଗଲେ ଆପଣ ବିଜେପି ଟିକେଟ ନିର୍ବାଚନ ଲଢ଼ିଥିଲେ, କେମିତି କ'ଣ ସଫଳତା ପାଇଥିଲେ? ଶୁଣ ବିଜେପି ପ୍ରଥମ ହେଉଛି ଏବେ ଆଜି ଯେଉଁମାନେ MLA ଦେଖୁଛନ୍ତି ଅନ୍ୟ ପାର୍ଟିରୁ ବିଜେପିରେ ଆସିକି ଜଏନ୍ କରି ସମସ୍ତଙ୍କୁ ପୂର୍ବରୁ ମୁଁ ଆସିଥିଲି। 2017 ପ୍ରଥମେ ଆସିଲି ଏବଂ ଦଳକୁ ବିଜୁ ଜନତା ଦଳ ଯେହେତୁ ତ୍ୟାଗ କରିଥିଲି ବିଜେପି କି ଫାଉଣ୍ଡେସନ ଆମେ ସେଇଠି କରୁଥିଲୁ। ସେଠି ଦଳର କିଛି ସ୍ଥିତି ନଥିଲା ଗଞ୍ଜାମ ଜିଲ୍ଲାରେ 4000 5000 ଏଭରେଜ ଥିଲା। କେଉଁ ଜାଗାରେ 12,000 15,000 ପାଇଥିଲେ କିନ୍ତୁ ସ୍ଥିତି ଏଭରେଜ 4000 5000 ଥିଲା। ତାକୁ ଆମେ ସମାଧାନ କରି ପ୍ରଥମେ ଛତରପୁର, ଭଞ୍ଜନଗର, ତାପରେ ପୋଲସରା, ତାପରେ ଚିକିଟି, ପୁଣି ଆପଣଙ୍କର ସୋରଡ଼ା, ଆସ୍କା ଏ ସମସ୍ତ ପର୍ଯ୍ୟାୟକ୍ରମେ ସବୁ ଦଳକୁ ଆଣିକିରି ଆମେ ଷ୍ଟ୍ରିମ୍ ଲାଇନ୍ କରିଥିଲୁ। ବିଜେପି ମଧ୍ୟ ଆମେ ବହୁତ ଷ୍ଟ୍ରଙ୍ଗ କରିଥିଲୁ। ସମସ୍ତେ ଆଜି ବିଜେପି ଯଦି ସରକାରକୁ ଆସିଛି ତାହେଲେ ଗଞ୍ଜାମରେ ଯେଉଁ ସ୍ଥିତି ପଡ଼ିଲା 2019ରେ ସମସ୍ତେ ସେକେଣ୍ଡ ପୋଜିସନ୍ ରହିଲେ, ଯେଉଁଟାକି ବିଜେପି 4000 ଏଭରେଜ ଥିଲା, ଏଭରେଜ 50,000 ଆସିଲା। ଆପଣ ବିଜେପି ଛାଡ଼ିକି ଭୁଲ କରିଦେଲେ ବୋଲି ଭାବୁଛନ୍ତି କି? ନାଇଁ ନାଇଁ, ରାଜନୀତି ଗୋଟେ ପ୍ରକ୍ରିୟା, ଭୁଲ ଠିକରେ କେବେ ନୁହଁ। କେବେ ସୁଯୋଗ ମିଳିବ କେବେ ସୁଯୋଗ ମିଳିବନି। ଯଦି ଆପଣ ବିଜେପିରେ ଥାନ୍ତେ କ'ଣ ସୁଯୋଗ ମିଳିନଥାନ୍ତା? ନିଶ୍ଚୟ ମିଳିଥାନ୍ତା। ତାହେଲେ ଆପଣ ଭୁଲ କରିନାହାନ୍ତି? ଭୁଲ ବୋଲି ମୁଁ କହିବିନି। ସେଇ ସମୟର ସ୍ଥିତି, ସେଇ ସମୟର ଦଳୀୟ ଶୃଙ୍ଖଳା ଏବଂ ସେଇ ଦଳୀୟ ସହଯୋଗ ସେ ଭିତରେ ମୁଁ ନିର୍ଣ୍ଣୟ କଲି ବିଜୁ ଜନତା ଦଳ ରହିବି। ଏବେ ବିଜୁ ଜନତା ଦଳରେ ରଞ୍ଜନ ପଲେଇଙ୍କ ଭବିଷ୍ୟତଟା କ'ଣ? ବିଜୁ ଜନତା ଦଳର ଭବିଷ୍ୟତରେ ମୋର ତ ଭବିଷ୍ୟତ ଉଜ୍ଜଳ ଅଛି ମୁଁ ଭାବୁଛି। ସେଟା ବିଜୁ ଜନତା ଦଳ, ହଁ ବିଜୁ ଜନତା ଦଳରେ ମୋର ଭବିଷ୍ୟତ ଉଜ୍ଜଳ ମୁଁ ଫିଲ୍ କରୁଛି, କିନ୍ତୁ ସେଟା ଦଳର ନିଷ୍ପତ୍ତି, ରାଜ୍ୟ ସଭାରେ ନବୀନ ପଟ୍ଟନାୟକ ନିଷ୍ପତ୍ତି। ଚର୍ଚ୍ଚା ତ ହେଲାଣି ଯେ ଦଳ ଗଞ୍ଜାମ ଜିଲ୍ଲାରେ ଭୁଷୁଡ଼ିବା ଆରମ୍ଭ ହେଲାଣି, ନେତାକର୍ମୀ ଏବେ ବିଜେପି ମୁହାଁ ହେଲେଣି। ସେ ସମୟରେ ଆପଣଙ୍କ ପାଇଁ କୌଣସି ଅଫର ଆସିନି ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପାଇଁ? ପୁଣି ଶୁଣନ୍ତୁ, ସିଏ ତ ଗୋଟେ ପ୍ରଶ୍ନ, ବିବାଦୀୟ ପ୍ରଶ୍ନ। ବର୍ତ୍ତମାନ ବିଜୁ ଜନତା ଦଳ ନାହିଁ, ଯେକୌଣସି ସରକାର ଯେତେବେଳେ ଆସେ କିଛି ଲୋକ ସବୁବେଳେ ସରକାରୀ ମୁହାଁ ହୁଅନ୍ତି। କେଉଁମାନେ ହୁଅନ୍ତି? ଯେଉଁମାନେ କାମ କରନ୍ତି, କଣ୍ଟ୍ରାକ୍ଟର ହୁଅନ୍ତି କିମ୍ବା କିଛି ଫାଇଦା ନେବେ ବୋଲି ବ୍ୟବସାୟୀ ହୁଅନ୍ତି କିମ୍ବା ରାଜନୈତିକ ଫାଇଦା ନେବେ କିଛି। ଆମେ ତ ରାଜନୀତିରେ ସ୍ଥିର ଅଛୁ, ଯାହା ନିଷ୍ପତ୍ତି କରୁ ଭବିଷ୍ୟତ, ଆମର ଭବିଷ୍ୟତ ଚିନ୍ତା କରି ଲୋକଙ୍କ ଭବିଷ୍ୟତ, ଲୋକ କ'ଣ ଚାହୁଁଛନ୍ତି, ଆମ ଲୋକ କ'ଣ ଚାହୁଁଛନ୍ତି ତାକୁ ଚିନ୍ତା କରି ସ୍ଥିର କରୁ। ବିଜୁ ଜନତା କଥା ହିଁ ଚିନ୍ତା କରୁଛି। ମୋର ଗୋଟେ ପ୍ରିନ୍ସିପଲ୍, ମୁଁ ଯେଉଁ ଦଳରେ ରହିବି ଲାଷ୍ଟ ଡେ କ'ଣ ସେଇ ଦଳରେ ହିଁ କାମ କରେ। ମୁଁ ଗୋଟେ ପଟ ରହିକି ଅନ୍ୟ ପଟ କାମ କେବେ ଚିନ୍ତା କରେନି। କିନ୍ତୁ ଗୋଟିଏ କଥା କୁହନ୍ତୁ, ଦଳ ଥାଉ କିମ୍ବା ନଥାଉ, ଆପଣ କୌଣସି ଦଳରେ ଥାଆନ୍ତୁ କିମ୍ବା ନଥାନ୍ତୁ, କବି ସୂର୍ଯ୍ୟନଗରର ସାଧାରଣ ଲୋକଙ୍କ ସହ ଆପଣ ସଦାସର୍ବଦା ଠିଆ ହେବେ, ଏ ପ୍ରତିଶ୍ରୁତି ଆପଣ ଆମ ସାମ୍ନାରେ ଦେବେ କି? ହଁ, ମୁଁ ଅଛି। ଏବେ ନାହିଁ, ଛାତ୍ର ରାଜନୀତି ଆମେ କମିଶନର ନିର୍ବାଚନର କିମ୍ବା କମିଶନ ଅଞ୍ଚଳ ଯେକୌଣସି ପିଲା ପଚାରିକି ଧରନ୍ତୁ ଦଳ ପୁଣି ଟିକେଟ ଦେଲାନି ଆଗାମୀ ଦିନରେ, ତାପରେ ବି ଆପଣ ରହିବେ? ମୁଁ ପ୍ରଥମରୁ କହିଛି, ମୁଁ ଜଣେ ଶୃଙ୍ଖଳିତ ଲୋକ, ମୁଁ ବିଶୃଙ୍ଖଳାକୁ ବରଦାସ୍ତ କରେନି। ସେଇଥିପାଇଁ ବିଜୁ ଜନତା ଦଳ ଛାଡ଼ିଥିଲି। ପର୍ଯ୍ୟାୟ ପାଇଁ ବି ଏଇ ବିଶୃଙ୍ଖଳା ପାଇଁ ମୁଁ ବି ବିଜେପି ଛାଡ଼ିଥିଲି। ମୁଁ ଶୃଙ୍ଖଳା ଏବେ ମୁଁ ଶୃଙ୍ଖଳାକୁ ମାନେ ଆଉ ଶୃଙ୍ଖଳା ସହିତ କାମ କରେ। ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ ଆଲୋଚନା କଲେ। ଆମ ସହିତ ଥିଲେ କବି ସୂର୍ଯ୍ୟନଗରର ଚର୍ଚ୍ଚିତ ଚେହେରା ରଞ୍ଜନ ପଲେଇ। ସମୟ ସରିଛି, ନମସ୍କାର।